ନା କୁହ ନା ହଉଛି ଆଭାରାଣୀ ଜାନା। ଘର ଘର ହଉଛି ୱେଷ୍ଟ ବେଙ୍ଗଲ କଣ୍ଟାଇ ବାଲିସାହି। କଣ ଆମେ ଅନୁଭୂତି ଅଛି? ଆମେ ରହୁଛୁ ଏଠି ଭୁବନେଶ୍ୱରରେ। ଆଚ୍ଛା କଣ ଅନୁଭୂତି ଅଛି ଅନୁଭୂତି ଅଛି ମାନେ ମୋ ଛୁଆ ଠାକୁରଙ୍କର ଅନୁଭୂତି ମା ମୋ ଟିକେ ସିଧା ଦେଖ ମୁଁ ଧରିଛି ହଁ ପ୍ରତି ମାସକୁ ମୁଁ ଆସୁଥିଲି ଆର ବର୍ଷକୁ ହୁଁ। ବହୁତ ବହୁତ ବିପଦରୁ ବି ଉଦ୍ଧାର ହେଇଛି ମୁଁ। ଆଚ୍ଛା। ବଡ଼ ବଡ଼ ରୋଗରୁ ବି ଉଦ୍ଧାର ହେଇଛି ଆଚ୍ଛା। ସବୁ ମହାପ୍ରଭୁ ମୋତେ ମହାପ୍ରଭୁ ମୋତେ ବି ଦର୍ଶନ ଦେଇଛନ୍ତି। କାଳିଆ ନାଗ ଯେ ଉପରେ ଯେ ଶ୍ରୀକୃଷ୍ଣ ନାଚନ୍ତି ସ୍ୱପ୍ନରେ ମୋତେ ଦର୍ଶନ ଦେଇଛନ୍ତି। ସିଧା ଦେଖ ହଁ। ତାପରେ ତାଙ୍କ 2 ଦିନ ପରେ ଫେର ତାଙ୍କ ମୁହଁ ଦର୍ଶନ ଦେଇଛନ୍ତି ଏବଂ ମୋତେ ସବୁବେଳେ ଅନୁଭବ ଇଏ ହେଉଛି ମୁଁ ଗୀତା ପଢ଼ୁଥିବି ଭାଗବତ ପଢ଼ୁଥିବି ମୁଁ ସବୁବେଳେ କାନ୍ଦୁଛି କ୍ରୋଧ ଏଇ ଛୁଆଟା ମୋର ଯେମିତି ଆସୁଥାଏ ଇଏ କରି ତ ଆଜି 3-4 ମାସ ହେଲାଣି ଯାଇଥିଲା ଗାଁକୁ ତା ଭୂମିକି ଆଣିతే ଗାଡ଼ି ଆକ୍ସିଡେଣ୍ଟ ହେଇକି ଦେଇକି ଯଦି ହେଲା ଏତେ ଦିନ ଯାକ ଆଜି ବି ଆସିବ ସେ ବାହାରିଥିଲା ଗୋଡ଼ ଚାଲୁନି ଚାଲିପାରୁନି ଟିକେ ଆଉ ଦେହ ଉଇକି ରହୁଛି ଦୁର୍ବଳ ହେଇଯାଉଛି ଆଉ ସେ ଆଜି ଚାକିରି ଖଣ୍ଡେ ପାଇପାରୁନି ସେ ବାରମ୍ବାର ଆସୁଛି ମହାପ୍ରଭୁକୁ ଦର୍ଶନ ଜଣଉଛି ଇଏ କରିକି ଚାକିରି ଖଣ୍ଡେ ତାର ହେଇପାରୁନି ବହୁତ ଇଣ୍ଟରଭ୍ୟୁ ଖାଲି ମାର୍କେ 2 ମାର୍କ ପାଇଁ କଟିଉଛି ସବୁଆଡ଼ୁ ଜୟ ଜଗନ୍ନାଥ ଟିଭି ଦେଖ ସବୁବେଳେ ହଁ ମୁଁ ପଚାରିବି ସାର୍ ଇଏ 2 ଦିନ କାଲି ମୁଁ ମହାପ୍ରଭୁ ଜଣେ ନା ମୁଁ ସେଇ ଇଏ ଯେ ମୋବାଇଲରେ? ନା ମୋବାଇଲ ରାତିର ଯେ হয় ଯେ ଏକାଦଶୀ ମହାଦୀପ। ପୁନଃ ପ୍ରସାରଣଟା ପୁନଃ ପ୍ରସାରଣ, ହଁ, ହଁ। ମୁଁ ସାରାଦିନ ସମୟ ପାଇନି କେନା କାମ ସେ କାମ କରୁଛନ୍ତି କିନ୍ତୁ କିନ୍ତୁ ପୁନଃ ପ୍ରସାରଣ ଯେ 12ଟା କରୁଛନ୍ତି ସେ ପୁନଃ ପ୍ରସାରଣ ସାରା ରାତି ମୁଁ ଦେଖେ ବସିକି ଆଚ୍ଛା। 2 ଦିନ ଆଗରୁ 2 ଦିନ ହେଲାଣି ହେଉଥିଲାନି ହଁ। କାଲି ମହାପ୍ରଭୁକୁ ମୁଁ ଜଣେ ପ୍ରଭୁ ମୁଁ ତ କିଛି ଦେଖିପାରୁନି ଏଇ ପୁନଃ ପ୍ରସାରଣଟା ଦେଖୁଥାଏ କି 2 ଦିନ ହେଲାଣି ବନି କାଲି ରାତି 12:30 ବେଳକୁ ହେଲା ମୁଁ କହିଲି ମହାପ୍ରଭୁଙ୍କ ଡାକ ଶୁଣିଲେ କି ଏମିତି ଦେଖୁଥା ଧନ୍ୟବାଦ ଜୟ ଜଗନ୍ନାଥ।